ପିଲାମାନେ ଏହା ହେଉଛି ସमेଟିଭ୍ ଆସେସମେଣ୍ଟ 1 ମାନେ ଅର୍ଥାତ୍ ଏହି ଅର୍ଦ୍ଧବାର୍ଷିକୀ ପରୀକ୍ଷାର এই ସମସ୍ତ ପ୍ରଶ୍ନପତ୍ର ଆମ ପାଖରେ ପହଞ୍ଚି ଯାଇଛି ଆଉ ତାହାକୁ ଆମେ ତୁମମାନଙ୍କ ନିକଟକୁ ଏହା ପହଞ୍ଚାଇଛୁ ତୁମର ସଫଳତା ପାଇଁ। ଠିକ୍ ଅଛି, ଆଉ ତୁମେ ଏହାକୁ ଦେଖି ନିଜର ସଫଳତାକୁ ସୁନିଶ୍ଚିତ କରିପାରିବ। ଠିକ୍ ଅଛି, ଏହା ହେଉଛି ଇତିହାସ ଷଷ୍ଠ ଶ୍ରେଣୀ, ସମୟ 2 ଘଣ୍ଟା, ବିଷୟ ଭାଷା। ଠିକ୍ ଅଛି, ଦେଖିବା କ'ଣ ସବୁ ଅଛି। ପରୀକ୍ଷାର୍ଥୀଙ୍କ ନାମ, ଏଇଠି ତୁମେ ଲେଖିବ ତୁମ ନାମ। ଠିକ୍ ଅଛି, ତାପରେ ଏଇଠି ଲେଖିବ ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର, ତୁମ ରୋଲ୍ ନମ୍ବର ଲେଖିବ। ତାପରେ ଏଇଠି ଅଛି ବିଦ୍ୟାଳୟର ନାମ, ଏଇଠି ତୁମର ବିଦ୍ୟାଳୟର ନାମ ଲେଖିବ। ତାପରେ ଏଇଠି ଅଛି ତାରିଖ, ଏଇଠି ତାରିଖ ଲେଖିବ। ଠିକ୍ ଅଛି, ତାପରେ ଏଇଠି ଲେଖିବ, ଏଇଠି ତୁମେ କିଛି ଲେଖିବ ନାହିଁ, ଏଇଟା ହେଉଛି ତୁମର ଶିକ୍ଷକଙ୍କ କାମ। ଠିକ୍ ଅଛି, ତାପରେ ଏଇଠି ତୁମ ଶିକ୍ଷକ ଦସ୍ତଖତ କରିବେ। ତାପରେ ଏହା ହେଉଛି ପୂର୍ଣ୍ଣାଙ୍କ 50 ମାର୍କର ପରୀକ୍ଷା ହେବ ଏବଂ ଏହି ଖାଲି ସ୍ଥାନରେ ତୁମେ କେତେ ମାର୍କ ଆଣିଲ, କେତେ ନମ୍ବର ଆଣିଲ ଏଇଠି ତୁମ ଶିକ୍ଷକ ଲେଖିବେ। ଠିକ୍ ଅଛି, ତାପରେ ପ୍ରଥମ ପ୍ରଶ୍ନ କ'ଣ ଅଛି ଦେଖିବା। ପ୍ରଥମ ପ୍ରଶ୍ନ ଅଛି ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। ଠିକ୍ ଅଛି, ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ 2 ମାର୍କ। ଠିକ୍ ଅଛି, 10ଟି ଅଛି। ପ୍ରଥମ ପ୍ରଶ୍ନ ଅଛି କବିତାରେ ଯଶୋଦାଙ୍କ ମାତୃସ୍ନେହ କିପରି ଫୁଟି ଉଠିଛି। କବିତାରେ ଯଶୋଦାଙ୍କ ମାତୃସ୍ନେହ କିପରି ଫୁଟି ଉଠିଛି। ବହୁତ ସରଳ ପ୍ରଶ୍ନ ପିଲାମାନେ। ଠିକ୍ ଅଛି, ତାପରେ ଏହାର ପରବର୍ତ୍ତୀ ପ୍ରଶ୍ନ ଅଛି ଭାରତୀୟ ସଭ୍ୟତାର ପରିବର୍ତ୍ତନ ଯୋଗୁଁ ବନପ୍ରଦେଶ କିପରି ବଦଳିଛି। ଭାରତୀୟ ସଭ୍ୟତାର ପରିବର୍ତ୍ତନ ଯୋଗୁଁ ବନପ୍ରଦେଶ କିପରି ବଦଳିଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ଗାନ୍ଧୀଜୀ ଲେଖକଙ୍କୁ କ'ଣ କହିଥିଲେ। ଗାନ୍ଧୀଜୀ ଲେଖକଙ୍କୁ କ'ଣ କହିଥିଲେ। ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଠିକ୍ ଅଛି, ଏହାର ସୁନ୍ଦର ତୁମେ ସଠିକ୍ ଉତ୍ତର ଦେଇପାରିବ। ପରବର୍ତ୍ତୀ ପ୍ରଶ୍ନ ଅଛି ଆମେରିକାର ଲୋକେ କ'ଣ ପାଇଁ ଅଧିକ ବ୍ୟସ୍ତ ରହନ୍ତି। ଆମେରିକାର ଲୋକେ କ'ଣ ପାଇଁ ଅଧିକ ବ୍ୟସ୍ତ ରହନ୍ତି। ଏଇଟା ବି ଅତି ସରଳ ପ୍ରଶ୍ନ ପିଲାମାନେ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଶ୍ରୀକୃଷ୍ଣ ନିଦରୁ ଉଠିବା ପରେ ମା ଯଶୋଦା କ'ଣ କରିବେ ବୋଲି କହୁଛନ୍ତି। ଶ୍ରୀକୃଷ୍ଣ ନିଦରୁ ଉଠିବା ପରେ ମା ଯଶୋଦା କ'ଣ କରିବେ ବୋଲି କହୁଛନ୍ତି। ଅତି ସୁନ୍ଦର ପିଲାମାନେ, ତୁମେ ନିଜେ ଏହାର ଉତ୍ତର ଦେଇପାରିବ, କିଛି ଅସୁବିଧା ହେବ ନାହିଁ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ମର୍ଗାନ କାହିଁକି ଲେଖକଙ୍କ ପାଖରେ କ୍ଷମା ମାଗିଲେ। ମର୍ଗାନ କାହିଁକି ଲେଖକଙ୍କ ପାଖରେ କ୍ଷମା ମାଗିଲେ। ଅତି ସୁନ୍ଦର ପ୍ରଶ୍ନ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି ବନବାଣୀକୁ କାହିଁକି ଭାରତର ବାଣୀ ବୋଲି କୁହାଯାଇଛି। ବନବାଣୀକୁ କାହିଁକି ଭାରତର ବାଣୀ ବୋଲି କୁହାଯାଇଛି। ଅତି ସୁନ୍ଦର ଅଛି। ଠିକ୍ ଅଛି, ତାପରେ ଅଛି ମେଘମାଳ। ମେଘମାଳ କିପରି ଭାବରେ ଜଳବର୍ଷା କରେ। ମେଘମାଳ କିପରି ଭାବରେ ଜଳବର୍ଷା କରେ। ଅତି ସୁନ୍ଦର ପ୍ରଶ୍ନ ଅଛି ପିଲାମାନେ। ଠିକ୍ ଅଛି, ତାପରେ ତା ପରବର୍ତ୍ତୀ ପ୍ରଶ୍ନ ଅଛି ବର୍ଷା ଋତୁକୁ ସକଳ ଋତୁଙ୍କର ସାର ବୋଲି କବି କାହିଁକି କହିଛନ୍ତି। ବର୍ଷା ଋତୁକୁ ସକଳ ଋତୁଙ୍କର ସାର ବୋଲି କବି କାହିଁକି କହିଛନ୍ତି। ଅତି ସୁନ୍ଦର ପ୍ରଶ୍ନ। ଠିକ୍ ଅଛି ପିଲାମାନେ, 1 ନମ୍ବରର ଏହି ପ୍ରତ୍ୟେକ ପ୍ରଶ୍ନର ଉତ୍ତର ମାତ୍ର 2 ଧାଡ଼ିରେ ଦେବ। ଠିକ୍ ଅଛି, ମାତ୍ର 2 ଧାଡ଼ିରେ ଦେବ। ଗୋଟେ ଧାଡ଼ି ହେଲେ ବି ଚଳିବ, କିନ୍ତୁ 2 ଧାଡ଼ିରୁ ଅଧିକା ହେବ ନାହିଁ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଗରିବ ଲୋକଟିର ବେଶଭୂଷା କିପରି ଥିଲା। ଗରିବ ଲୋକଟିର ବେଶଭୂଷା କିପରି ଥିଲା। ଅତି ସୁନ୍ଦର ପ୍ରଶ୍ନ। ଠିକ୍ ଅଛି, ମାତ୍ର 2 ଧାଡ଼ିରେ ଏହି ପ୍ରଶ୍ନର ଉତ୍ତର ଦେବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ସରଳ ଭାଷାରେ ବୁଝାଇ ଲେଖ। ଏ ଅର୍ଥକୁ ଟିକେ ବୁଝାଇ ଦେବ ପିଲାମାନେ। ଠିକ୍ ଅଛି, ଏହାର ଅଛି ଅମୃତ ପାଣି କଦଳୀ ଲବଣୀ ସଙ୍ଗତେ ଗଳି ଅଧାମ ଗୋଟିକା ପୁଳି ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସରହେ। କିମ୍ବା ଅଛି। କିମ୍ବା ଅର୍ଥାତ୍ ଏଇ ଗୋଟିଏ କରିବ, ନଚେତ୍ ଏଇ ଗୋଟିକୁ ଅନ୍ୟଟି କରିବ। ଅନ୍ୟଟି ଅଛି ମହିମଣ୍ଡଳେ ଦୁଃଖ ଚାହିଁ ଜଳ ଛାଡ଼ିଲା ତୋଷ ହୋଇ। ଏହା କରିବ, ନଚେତ୍ ଏହା କରିବ, ଯେକୌଣସି ଗୋଟିଏ କରିବ, ତାକୁ ଟିକେ ବୁଝେଇ ଦେବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି କ'ଣ ଅଛି ଦେଖିବା। ସରଳ ଭାଷାରେ ବୁଝାଇ ଦିଅ। ଏହା ମଧ୍ୟ ସରଳ ଭାଷାରେ ବୁଝାଇ ଦେବ। ଏଠାରେ ମଧ୍ୟ 2ଟି ଅଛି। ପ୍ରଥମଟି ଅଛି ସୁବିଧା ଓ ପାରିପାର୍ଶ୍ୱିକ ଅବସ୍ଥା ହିଁ ମନୁଷ୍ୟକୁ ଉଚ୍ଚ କିମ୍ବା ନୀଚ କରିଥାଏ। ଅତି ସୁନ୍ଦର ଅଛି ପିଲାମାନେ। କିମ୍ବା ଅଛି, କିମ୍ବା ଯେକୌଣସି ଗୋଟିଏ କରିବ। ଅନ୍ୟଟି କ'ଣ ଅଛି ମାଛି ନ ହୋଇ ମହୁମାଛି ହେବା
ଘାରେ ନ ବସି ଫୁଲରେ ବସିବା ଅତି ସୁନ୍ଦର ଅଛି ପିଲାମାନେ। ଏହାର ଉତ୍ତର ଦେଇପାରିବ। ଠିକ୍ ଅଛି, କିଛି ଅସୁବିଧା ହେବ ନାହିଁ, କଠିନ ନୁହେଁ, ଅତି ସରଳ। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ପ୍ରାୟ 50ଟି ଶବ୍ଦ ମଧ୍ୟରେ ଯେକୌଣସି ଗୋଟିଏ ବିଷୟରେ ରଚନା ଲେଖ। ଯେକୌଣସି ଗୋଟିଏ ବିଷୟରେ ତୁମେ ରଚନା ଲେଖିବ। 50ଟି ଶବ୍ଦ ଅର୍ଥାତ୍ 5ରୁ 7 ଧାଡ଼ି ମଧ୍ୟରେ ହେବ, କିଛି ନାହିଁ। ଠିକ୍ ଅଛି, 5ରୁ 7 ଧାଡ଼ି ମଧ୍ୟ। ତୁମର ପ୍ରିୟ ଖେଳ ଅଛି କିମ୍ବା ଶୀତ ଋତୁ ଅଛି, ଯେକୌଣସି ଗୋଟିଏ ବିଷୟରେ ତୁମେ ଲେଖିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା କ'ଣ ଅଛି। ଏ ବର୍ଷ ଗୁରୁ ଦିବସ କିପରି ପାଳନ କଲ ବର୍ଣ୍ଣନା କରି ବାପାଙ୍କ ନିକଟକୁ ଏକ ଚିଠି ଲେଖିବ, ଏକ ପତ୍ର ଲେଖିବ, ମାନେ ଆପ୍ଲିକେସନ୍ ରାଇଟିଂ ପିଲାମାନେ। ଏହା ଠିକ୍ ଅଛି। କିମ୍ବା ଅଛି ଯେକୌଣସି ଗୋଟିଏ କରିବ। ଅନ୍ୟଟି ଅଛି ତୁମ ଦେହ ଅସୁସ୍ଥ ଥିବା ହେତୁ ନିତିଦିନ ଛୁଟି 3 ଦିନ ଛୁଟି ନେବା ନିମନ୍ତେ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଛୁଟି ଦରଖାସ୍ତ ଲେଖ। ଗୋଟେ ଛୁଟି ଦରଖାସ୍ତ ପିଲାମାନେ। ଏହା ଠିକ୍ ଅଛି। ତୁମେ ଛୁଟି ଦରଖାସ୍ତ ଯେଉଁ ଲେଖ, ମାନେ ତୁମେ କୌଣସି କାମରେ ଥିବ କିମ୍ବା ଅନ୍ୟ କୌଣସି ମାନେ ଛୁଟି ଦରଖାସ୍ତ ଯେଉଁ ଲେଖୁଥିଲ, ଠିକ୍ ସେହିପରି ଏକ ଛୁଟି ଦରଖାସ୍ତ ଲେଖିବ। ମାତ୍ର 3 ଦିନ ଛୁଟି ମାଗିବ ଏଇଠି। ଠିକ୍ ଅଛି, କାହିଁକି ତୁମ ଦେହ ଅସୁସ୍ଥ ଅଛି। ଠିକ୍ ଅଛି, ପ୍ରଧାନ ଶିକ୍ଷକଙ୍କ ନିକଟକୁ ଛୁଟି ଦରଖାସ୍ତ ଲେଖିବ। ଅତି ସୁନ୍ଦର। ଠିକ୍ ଅଛି, 5 ମାର୍କ ମିଳିବ ଏଇଠି। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ଯେକୌଣସି ଗୋଟିକର ପାଦ ପୂରଣ କର। ଯେକୌଣସି ଗୋଟିକର, ଏଠାରେ 2ଟି ଅଛି, କ ଏବଂ ଖ। ଯେକୌଣସି ଗୋଟିଏର ପାଦ ପୂରଣ କରିବ, ଅର୍ଥାତ୍ ଡେକ୍ସ ପୂରଣ କରିବ। ଗୋଟିଏ ପାଦ ଛାଡ଼ି ଦେଇଛି, ତାହା ତୁମେ ଲେଖିବ। ଛତୁ ଯେ ଛତ୍ର ପ୍ରାୟ ହେଇ, ଅନ୍ୟ ପଦଟି ଏଇଠି ଲେଖିବ। କିମ୍ବା ଅଳ୍ପ ନଦୀଏ ପୁରିଲେ, ଅନ୍ୟ ପଦଟି ଏଇଠି କେଉଁଠି ହେବ ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ବନ୍ଧନୀ ମଧ୍ୟରେ ଠିକ୍ ଶବ୍ଦ ବାଛି ଉତ୍ତର ଲେଖ। ଠିକ୍ ଅଛି। 1921 ମସିହାରେ ମହାତ୍ମା ଗାନ୍ଧୀ ପ୍ରଚାର ଉଦ୍ଦେଶ୍ୟରେ ଡେସ୍କକୁ ଆସିଥିଲେ। ଏଠାରେ ବନ୍ଧନୀ ମଧ୍ୟରେ ଅଛି ସମ୍ବଲପୁର, ଖୋର୍ଦ୍ଧା, କଟକ, ପାରଳାଖେମୁଣ୍ଡି। ଏଠାରେ ଠିକ୍ ଉତ୍ତରଟି ଏଇଠି ଲେଖିବ, ବନ୍ଧନୀ ମଧ୍ୟରୁ ଆଣିକି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି, ଶୀତ ଋତୁ ପୂର୍ବରୁ ଡେକ୍ସ ଋତୁ ହୋଇଥାଏ। କେଉଁ ଋତୁ ହୋଇଥାଏ? ତୁମେ ଏଇଠି ଅଛି ବର୍ଷା, ଶୀତ, ଶରତ, ହେମନ୍ତ, ବସନ୍ତ। କେଉଁ ଋତୁ ହୋଇଥାଏ? ଏଇଠି ତୁମେ ଲେଖିବ ବର୍ଷା ଋତୁ ହୋଇଥାଏ। ଏହାକୁ ତୁମେ ଲେଖିବ। ଠିକ୍ ଅଛି। ବର୍ଷା ଋତୁ, ଶୀତ ଋତୁ, ଶରତ ଋତୁ, ହେମନ୍ତ ଋତୁ କ'ଣ ଅଛି ଲେଖିଥାଏ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ବାକ୍ୟ ଗଠନ କର। ମାତ୍ର ଗୋଟିଏର କର। ଏଥର ଅଛି ଭଞ୍ଜନ୍ତି ଅଥବା ଅଛି ତ୍ରାସ। ଯେକୌଣସି ଗୋଟିଏକୁ ନେଇକି ବାକ୍ୟ ଗଠନ କରିବ। ଗୋଟେ ଛୋଟ ବାକ୍ୟ ଲେଖିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ନୀତି। ନିଶିର ପ୍ରତିଶବ୍ଦ କ'ଣ? ନିଶିର ପ୍ରତିଶବ୍ଦ ହେଉଛି ରାତ୍ରି। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ଅସମ୍ମାନ ପରି ଆଗରେ ଥାଇ ଆଉ ଗୋଟିଏ ଶବ୍ଦ ଲେଖ। ଠିକ୍ ଅଛି। ଅସମ୍ମାନ, ତାପରେ ତୁମେ ଲେଖ ଅଶୁଭ। ଠିକ୍ ଅଛି, ଏମିତି ଏକ ଶବ୍ଦ ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ଦୁଃଖ କଷ୍ଟ ପରି ଆଉ ଗୋଟିଏ ଶବ୍ଦ ଲେଖ। ଦୁଃଖ କଷ୍ଟ, ତୁମେ ଏଠି ଲେଖିବ ଖେଳକୁଦ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି, ନିର୍ଭୁଲ ଶବ୍ଦଟିକୁ ବାଛି ଲେଖ। ସଠିକ୍ ଶବ୍ଦଟି କ'ଣ ଅଛି? ଏଠାରେ ହେଉଛି ବାଲ୍ମୀକି। କେବଳ ମାତ୍ରା ଡିଫରେଣ୍ଟ ଅଛି ପିଲାମାନେ। ଠିକ୍ ଅଛି। ସଠିକ୍ଟି କେଉଁଠି ତାହାକୁ ତୁମେ ଲେଖିବ। ଏଠାରେ ପ୍ରଥମଟି ହିଁ ସଠିକ୍ ଅଛି। ଠିକ୍ ଅଛି, ବାଲ୍ମୀକି। ଆଉ ଧନ୍ୟବାଦ ପିଲାମାନେ। ଆମ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଲେଖି ଜଣାଇବ ଏବଂ ଧ୍ୟାନ ଦେବ, ଯେଉଁ ପ୍ରଶ୍ନର ଉତ୍ତର ତୁମକୁ କଠିନ ଲାଗିଲା ଅଥବା ଜାଣିପାରିଲ ନାହିଁ, ନିଶ୍ଚୟ ତୁରନ୍ତ ତୁମେ କମେଣ୍ଟ କରିବ। ଆମେ ଯଥାଶୀଘ୍ର ତାହାର ଉତ୍ତର କମେଣ୍ଟ ମାଧ୍ୟମରେ ହେଉ କିମ୍ବା ଅନ୍ୟ ଏକ ଭିଡ଼ିଓ ମାଧ୍ୟମରେ ହେଉ, ଯଥାଶୀଘ୍ର ଆମେ ତାହାର ଉତ୍ତର ତୁମମାନଙ୍କ ନିକଟକୁ ପହଞ୍ଚାଇବୁ। ଠିକ୍ ଅଛି। ଧ୍ୟାନ ଦେବ, ନିଶ୍ଚୟ କମେଣ୍ଟ କରିବ। ଠିକ୍ ଅଛି। ଆଶା କରୁଛି ଏହି ଭିଡ଼ିଓଟି ତୁମମାନଙ୍କ ପାଇଁ ବହୁତ କାମରେ ଆସିବ ଏବଂ ଏପରି ଭିଡ଼ିଓ ପ୍ରତିଦିନ ଦେଖିବା ପାଇଁ ନିଶ୍ଚୟ ଆମ ଏହି ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରିବ। ଠିକ୍ ଅଛି। ଧନ୍ୟବାଦ।